ଆମର ରାଘବ ଜୀଉ ଯେ ସାଧୁ ଥିଲେ ତପସ୍ୱୀ ଥିଲେ ଯାହାଙ୍କ ଉଦ୍ଦେଶ୍ୟରେ ତାଙ୍କ ଆଜି ଦୁଃଖ ଲାଗୁଛି ଯେ 2007 ମସିହାରେ ସେତେବେଳର ବିଧାୟକ କୋରେଇ ଶ୍ରୀମତୀ ସଞ୍ଚିତା ମହାନ୍ତି ଥିଲେ, ସେତେବେଳର ସୁକିନ୍ଦା ବିଧାୟକ ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଯେ ବ୍ୟାସ ମହୋତ୍ସବ ସୃଷ୍ଟିର ସ୍ରଷ୍ଟା ତାକୁ ଭୁଲିଗଲେ ଆମେ କାହିଁକି ଭୁଲିଗଲେ? ଏଠି ଗୋଟେ ରାଜନୀତି ମଞ୍ଚ ହେଲା, ପ୍ରତିଦିନ ଏଠି ରାଜନୀତି ମଞ୍ଚ ହେଲା, ଏଠି ସରକାରଙ୍କୁ ବିଧାୟକଙ୍କ ବିରୁଦ୍ଧରେ ଭାଷଣ ଦେବା ପାଇଁ। ଆପଣ ମାନେ ଏଠିକି କାହିଁକି ଆସୁଛନ୍ତି ଆଜ୍ଞା? ଏ ସଂସ୍କୃତି ଏ ପରମ୍ପରା ଏଠି ଆପଣ ଆଗେ ବୁଝନ୍ତୁ ବ୍ୟାସ ସରୋବର କଣ। ଯଦି ଆପଣ ମାନେ ବାହାରୁ ଅତିଥି ଆସିଛନ୍ତି ଆପଣ ମାନେ ବୁଝନ୍ତୁ, ଏ ଲୋକମାନଙ୍କୁ ପଚାରନ୍ତୁ, ନଚେତ ଯିଏ ଆପଣଙ୍କୁ ଡାକିଛନ୍ତି ତାକୁ ବୁଝିକି କୁହନ୍ତୁ, ଭୁଲ ଭାଲ କଥା କୁହନ୍ତୁ ନା ଆଜ୍ଞା। କହି ରଖୁଛି ଆପଣଙ୍କୁ 2007 ମସିହାରେ ମହୋତ୍ସବ ଆରମ୍ଭ ହେଲା। ସେତେବେଳେ ଚେୟାରମ୍ୟାନ୍ ଥିଲେ ସରୋଜିନୀ ବଳ, ସେତେବେଳେ କଲେକ୍ଟର ଥିଲେ ଅରବିନ୍ଦ ପାଢ଼ୀ। ସେବେଠୁ ଏ ମହୋତ୍ସବ ଚାଲିଛି। ତାପରେ 2010 ମସିହାରେ ବିଧାୟକ ହେଲେ ପ୍ରୀତି ରଞ୍ଜନ ଘଡ଼େଇ। ସିଏ ଆଣିଲେ କାହାକୁ? ସଂସ୍କୃତି ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ପର୍ଯ୍ୟଟନ ସ୍ଥଳୀ ଡିକ୍ଲେୟାର କଲେ। ତାପରେ ଆଇଲେ କିଏ? ଆଜିର ଆମର ବିଧାୟକ ଆକାଶ ଦାସ ନାୟକ ମହୋଦୟ ଏ ପୀଠର କାମ ଆରମ୍ଭ କଲେ। ଆଜି ପର୍ଯ୍ୟନ୍ତ ସେ କାମ ଚାଲିଛି। ବିଭିନ୍ନ ସମୟରେ ସରକାର ଆସିଲେ ପଇସା ଦେଲେ କାମ ଚାଲିଛି। କିନ୍ତୁ ଗତକାଲି କି ପହରଦିନ ଜଣେ ରାଜ୍ୟସଭା MP ଆସିଥିଲେ। ସିଏ ଏଠି ଭାଷଣ ଦେଲେ, କହିଲେ 2 ଜଣ ଭାଇକୁ ଖାଉରା ଧରି କାଳେ ହାଣୁଥିଲେ। କୋଉଠି ହାଣୁଥିଲେ? କଣ କରୁଥିଲ ହାଣିକି? କୋଉଠି ଥିଲ? 2007 ମସିହାରେ ମହୋତ୍ସବ ହେଲା। ତମର ରାଜନୈତିକ ଜନ୍ମ ସେମାନଙ୍କର ହେଇନଥିଲା। ତମେ ଯୋଉ 2 ଜଣଙ୍କ ଭାଇଙ୍କ କଥା କହୁଥିଲ ସେମାନେ ତ ଜନ୍ମ ହେଇନଥିଲେ। ସେମାନେ ତ 10 ମସିହାରେ କି 9 ମସିହାରେ ବିଧାୟକ ହେଲେ। ତମେ କଲ କଣ? କରିଛ କଣ? ଆରେ ଭାଇ, ଖଜୁରୀ ଗଛର କି ଗୁଣ ଗାଇବେ ମୂଳରୁ ପାହାଚ। ଏଠି ବହୁତ ସ୍ୱଳ୍ପ ସମୟ ଅଛି ମୋ ପାଇଁ, ବହୁତ ସ୍ୱଳ୍ପ ସମୟ କହିପାରିବିନି। ଏଠି ଆପଣଙ୍କର ବ୍ୟାସ ସରୋବର ସେପଟେ ଜଗନ୍ନାଥଙ୍କ ପୀଠ ଜଗନ୍ନାଥଙ୍କ ମନ୍ଦିର କରିବା ପାଇଁ 1.5 କୋଟି ଟଙ୍କା ଦିଆଯାଇଥିଲା। 128 ଲକ୍ଷ ଟଙ୍କା ଏଭେସନ କି ଟେଣ୍ଡର ହେଇଥିଲା। କିନ୍ତୁ ସେ ଟେଣ୍ଡର ଯୋଉ ପ୍ରୋଜେକ୍ଟ ହେଇଥିଲା ଆଜ୍ଞା, ଆପଣ ମାନେ ସବୁ ଜଗନ୍ନାଥ ପ୍ରେମୀ, ଜଗନ୍ନାଥ ବର୍ତ୍ତମାନ ଯୋଉଠି ବସୁଛନ୍ତି 11.5 ଫୁଟ ସିଂହାସନରେ ବସୁଛନ୍ତି। କିନ୍ତୁ ଯୋଉ ବ୍ୟକ୍ତି ମାନେ ଚଞ୍ଚକତା କରିଥିଲେ ପଇସା ଫେରାଇ ନେବା ପାଇଁ 9.5 ଫୁଟରେ ମନ୍ଦିର କରିଥିଲେ। କାରଣ ଏକଥା ମୁଁ କାହିଁ କହୁଛି ଆଜ୍ଞା, ଆପଣ ମାନେ ସମସ୍ତେ ଜାଣିଛନ୍ତି ମୁଁ ଜଗନ୍ନାଥ କମିଟିରେ ଅଛି ଏବଂ ବୁଝୁଛି। ଧନ୍ୟବାଦ ବି ମାନ୍ୟବର ବିଧାୟକଙ୍କୁ, ଯେତେ ଧନ୍ୟବାଦ ଦେଲେ ବି କମ୍ ହବ। ତାଙ୍କ ଉଦ୍ୟମରେ ପ୍ରୋଜେକ୍ଟ ସଫଳ ହେଲା। ବର୍ତ୍ତମାନ ଜଗନ୍ନାଥ ମନ୍ଦିର କାମ 100 ସ୍ପିଡରେ ଚାଲିଛି। ତେଣୁ ପ୍ରଗତି କିଏ କରୁଛି ଆଜ୍ଞା? କିଏ ପ୍ରଗତି କରୁଛି? ଶିକ୍ଷା ଦେଖନ୍ତୁ 26ଟା ୱାର୍ଡରେ ସ୍କୁଲ ହେଇଗଲା। କାହିଁ କରୁନଥିଲ ତ ତମେ? ଖାଲି ଭାଷଣରେ। କଣ ଭାଷଣ ଦଉଛ? କୋଉଠି କରୁଥିଲ? କୋଉ ୱାର୍ଡରେ କରୁଥିଲ? ଆଜି ଆକାଶ ଦାସ ନାୟକ 26ଟା ୱାର୍ଡରେ ସ୍କୁଲ କରିଛନ୍ତି। କୋଉଠିକି ଯିବା? ଗୋଶାଳା। ମୁଁ ଆଜ୍ଞା ଗୋଶାଳା କମିଟିରେ ମେମ୍ବର ଅଛି। 24 ବର୍ଷ ସରକାର ପହିଲା 1 ଟଙ୍କା ମିଳୁନଥିଲା। ଏ ସରକାର ଆସିଲା ପରେ, ଏ ଲୋକଙ୍କ ସରକାର ଆସିବା ପରେ, ମୋହନ ସରକାର ଆସିଲା ପରେ ମାନ୍ୟବର ବିଧାୟକ ନେତୃତ୍ୱରେ ଆଜି ଚାଲନ୍ତୁ ଦେଖିବେ ଗୋଶାଳାରେ 2 କୋଟି ଟଙ୍କାର ପ୍ରୋଜେକ୍ଟ ଚାଲିଛି। ମୁଁ ବି ଦାୟିତ୍ୱ ନେଇଛି, କାମ ଚାଲିଛି ଆଜ୍ଞା। କୁଆଡେ ଯିବେ ଆପଣ ଦେଖନ୍ତୁ। ବର୍ତ୍ତମାନ ଜଗନ୍ନାଥ ମନ୍ଦିରରୁ ସଂସଲିଆ ରୋଡକୁ ରୋଡ ପ୍ରୋଜେକ୍ଟ ହେଇଛି, ଏବେ ଟେଣ୍ଡର ହବ। ଆଉ ଗୋଟେ ଛୋଟିଆ କଥା ଆଜ୍ଞା କହିବି, ଗୋଟେ ମଶାଣି ପାଇଁ ଗୋଟେ ଟେଣ୍ଡର ହେଇଥିଲା କନେଇପୁରରେ। ବ୍ୟାସନଗରବାସୀ ସବୁ ଜାଣିଛନ୍ତି। সেটা গোটে জঙ্গল কিসম জায়গায় সে সময় যে জোর জবরদস্ত কলে কাউন্সিলে তাঙ্ক সাথে আমার বহু যুক্তি হল কাইকি হল গোসলা 2 একর জায়গা আজ্ঞা দিয়েছি 2014 মସିହାରେ ବିଧାୟକ ଆକାଶ ଦାସ ନାୟକ ଯେତେବେଳେ ଥିଲେ ତାକୁ ବାଉଣ୍ଡେରୀ କରିଥିଲେ ଆଜ୍ଞା। ସେ ପଇସା ମୁଁ ଯେତେବେଳେ କହିଲି ଏଠି କରିବାକୁ
जो मैंने प्राक्तन थिले नेतृत्व मुझे ना नवाक चाहूना मो सागर कहले कौन तो कथार आम करूँ आम कन्हईपुर में करूँ कहीं कन्हईपुर कने जंगल किसम से पैसा कुआड़े गला विचार आपण मैंने करेंगे एठी ना से पैसा पड़ेगा से पैसा धन्यवाद दवा बर्तमान विधायक आकाश नायक को कहीं मुझे गप आज्ञा कहूना 3.5 कोटी टका बर्तमान जो लैंड क्लीयरेंस यही मास हो पारे टेंडर काम हम आरएनबी कर व्यास सरोवर पाखे स्मार्ट श्मशान हम कुआड़े आज्ञा जा जुआड़े देखा सियाड़े प्रगति ये गालुआ गप भाषण दे गोटे राजनीति मंच कर तुम कौन भावुच व्यासनगरवासी कौन भावुच तुम व्यासनगरवासी तुमको जवाब देते पुणी भी आगामी दिन जवाब देवे रही नमस्कार।